বুঝি আরে ছোটা ভাই রে মন বইছি তুই জিবা পাই অন্ধ বুঝি আরে ছোটা ভাই হচ্ছে ভগবানଙ୍କ ପାଖକୁ ଆସିବା ପାଇଁ ଯଦି ଭକ୍ତ ପ୍ରକୃତ ମନରୁ ଚାହିଁବ ନା ତେବେ ଯେମିତି ହେଲେ ଭଗବାନ ଆଣିବେ ଭକ୍ତକୁ ତାଙ୍କ ପାଖକୁ। ଆଉ ଏଇ ଯେଉଁ ଦୁଇ ଜଣ ଭକ୍ତ ଜଣଙ୍କର ଆଖି ନାହିଁ ଆଉ ଜଣଙ୍କର ପାଦ ନାହିଁ ତେବେ ଭକ୍ତମାନେ କ'ଣ ଆସିପାରିବେ? କେମିତି ଆସିବେ? କ'ଣ ହେଲା? श्रीक्षेत्र दुई जन भक्त जो पहुंची जाती अंध भक्ति कहला छोटा भाई ने गोटे तो तल को ओह्लई दौर छोटा भाई कहूँ अंध भाई मत तल को ओह्लई दे अंध भाई के छोटा भाई को कहूँ भाई ये भूई टे लुटी जाए भूई हूँ पुण्यर भूई छोटा भाई के लुटी पड़ू से भूई पवित्र श्रीक्षेत्र माटी
ଅନ୍ଧ ଭାଇଟି ପଚାରୁଛି ଛୋଟା ଭାଇରେ କଣ ଦେଖୁଛୁ ଏ ଶ୍ରୀକ୍ଷେତ୍ରରେ କଣ ଦେଖୁଛୁ ଏ ରଥଯାତ୍ରାର ଭିଡ଼ରେ ମତେ ତ କିଛି ଦେଖାଯାଉନି ମତେ ଖାଲି ଭକ୍ତମାନଙ୍କର କୋଳାହଳ ଘଣ୍ଟ ଘଣ୍ଟା ଶଙ୍ଖନାଦ ଖୋଳ ଖଳନାଦ ଶୁଣାଯାଉଛି ତୁ କଣ ଦେଖୁଛୁ କହରେ ଛୋଟା ଭାଇ ସେ କହୁଛି କିଛି ଦେଖିପାରୁନି ରେ ଭାଇ କିଛି ଦେଖିପାରୁନି ଖାଲି ଭିଡ଼ ଭିତରେ ଚକା ଚକା ଆଖି ଧରିକି ଦେଖୁଛି ଅନ୍ଧ ଭାଇକୁ କହୁଛି ବୋଲିଏ ଜୟ ଜଗନ୍ନାଥ ସ୍ୱାମୀ କି ଅନ୍ଧ ଭାଇକୁ ଗୁହାରି କରୁଛି ଅନ୍ଧ ଭକ୍ତ ଜଣେ କଣ କହୁଛି ଆହା ଅନ୍ଧ କହୁଛି ହେ ମହାପ୍ରଭୁ ତୁମକୁ ଦେଖି ନାହିଁ କଳା ଦୈବ କେମିତି ତୁମେ ଆଗମ ମୁଁ ଜାଣି ନାହିଁ ଅନ୍ଧ କହୁଛି ହେ ମହାପ୍ରଭୁ ତୁମକୁ ଦେଖି ନାହିଁ କଳା ଦୈବ କେମିତି ତୁମେ ଆଗମ ମୁଁ ଜାଣି ନାହିଁ ଛୋଟା କହୁଛି ଆହା ଛୋଟାଟିଏ କହୁଛି କଣ କହିଲା ଆଜ୍ଞା ଛୋଟା କହୁଛି ବ୍ୟବହାର ଶୁଣବ ଦୁଃଖ କଥା ଶୁଣବ ଦୁଃଖ କଥା ପାଦ ପ୍ରଭୁ ରଖିଲୁ ବୋଲି ମତେ କରିଛୁ ଛୋଟା ମତେ କରିଛୁ ଛୋଟା ବାଧିଲା ପ୍ରଭୁ ଭାଇ ତୁହିଙ୍କୁ ଦେଲେ ଉଠାଇ ବାଧିଲା ପ୍ରଭୁ ଭାଇ ତୁହିଙ୍କୁ ଦେଲେ ଉଠାଇ ଜଗବନ୍ଧୁ ପରି ବନ୍ଧୁ ନାହିଁ ରେ ଅନ୍ଧ କହୁଛି ଆରେ ଛୋଟା ଭାଇ ଜଗବନ୍ଧୁ ପରି ବନ୍ଧୁ ନାହିଁ ନାହିଁ କଣ ହେଲା ଆଜ୍ଞା ଛୋଟା ଯେତେବେଳେ କହିଦେଇଛି ଆହା ହଠାତ୍ ଅନ୍ଧ କହୁଛି ଛୋଟା ଭାଇ ତୁ ଯାହା କହୁଥିଲୁ ସତ ଏ ଭକ୍ତମାନଙ୍କର ଗହଳି ଭିତରେ କିଛି ଦେଖାଯାଉନି ରେ ମତେ ବି ଦେଖାଯାଉଛି କେବଳ ସେଇ ଚକା ଚକା ଆଖି ଦୁଇଟି ଆଉ କିଛି ଦେଖାଯାଉନି ଛୋଟା କହୁଛି ଭାଇରେ ମୁଁ ବି ଚାଲିପାରୁଛି ମୁଁ ବି ଛିଡ଼ା ହେଇପାରୁଛି ଏ ଭୂଇଁର ସ୍ପର୍ଶକୁ ମୁଁ ବି ଅନୁଭବ କରିପାରୁଛି ଆହା କଣ କହୁଛ ଅନ୍ଧ ତୋତେ